ଆଜି ବସ୍ତିରେ ଆମେ ଥାଉ ବାବାଙ୍କ ମସ୍ତିରେ। ଆରେ ସାଗର ତୋ ବାପାଙ୍କଠୁ ଏତେ ମାଡ଼ ଖାଉଛୁ ଭଲ ଲାଗୁଛି? ବାପାଙ୍କ କଥା ଶୁଣୁନୁ କଣ ପାଇଁ? କହନା ଭାଇ, ସେ ବୁଢା କଥା ଜମା କହନା। ସାଗର ସେ ବୁଢାର ଅଖା ଅଛି ନା ବିରି ଅଛି? କିଛି ନାହିଁ, ମାଗଣାରେ ପାଇଛି ତ ଯେତେବେଳେ ପାଇଲା କୋରି ପକଉଛି, ପୁରା ପୁରା କୋରି ପକଉଛି। ସାଗର ସାଗର କିଏ ଏବେ? ଟିକେ ଭଲେଇକି ମନ୍ଥୁନୁ। ବାପା ତମେ କି? ତୁ ବା ଯାଇଥିଲୁ ତୋ ସାଙ୍ଗ ଘରୁ ପାଠ ପଢିବା ପାଇଁ। ଏଠି ମୋର ଗୁଣମଣିଙ୍କର ଇଏ ଗଞ୍ଜେଇ ମନ୍ଥା ଚାଲିଛି ଆଉ ନାଇଁ। ଚାଷ ବାସରେ ଟିକେ ମନ କାନ ଦଉନି। ଦେବି ବାପା। ଖାଲି 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 ଗଞ୍ଜେଇ ମଦ। अरे भाई ये क्या, तुम्हारी तो शक्ल ही बदल गई। ଭାଇ ବଞ୍ଚାରେ ଟିକେ ଭାଇ। ରବେ ବାପାଠୁ ତ ମାଡ଼ ଖାଉଛୁ ଆଉ ତୁ ତ କଥା ବୁଝେ। ଶଳା ଆଜି ଯଦି ବଞ୍ଚିଗଲି ନା ତ ବେଳା ଖରାପ କରିଦେବି। ଏବେ ତାକୁ ମନ୍ଦିର ସେ ଚାଷ ବାସ କରିବ, ମୁଁ ସେ ଚାଷ ବାସ କରିପାରିବିନି। କି ଚାଷ କରିବାକୁ ଜାଣିଛୁ ବୁଢା? କି ଚାଷ? ଗଞ୍ଜେଇ। ବାପା ତ ପୁଅଠୁ ବି ବଳିଗଲା। ଆଉ